बेसी भाषण देना कहूँ ये सब तोरी पाई है तू आज तू भाविले तो स्वामी मरी गला
ଶାଶୁ ବୋହୂ ଦୁଇଟା ଯୋଉ ଭାରତ ମଧ୍ୟରେ ନିଆଁ ଲଗେଇ ମୋ ଜଳିବା ଦୃଶ୍ୟକୁ ଉପଭୋଗ କରୁଛ ନା, ଦିନ ଆସିବ ସେଇ ସର୍ବଗ୍ରାସୀ ନିଆଁରେ ଜଳି ପୋଡ଼ି ପାଉଁଶ ଯିବ ପାଉଁଶ। से मंत्रा बुड़ी दे दे डाली चाउल किणव गेफा गेफा गिलिब। अरे कहीं के आखिर लुह पड़े को करूछु तू आखिर लुह पड़े को पोछि दे रे ता डायलॉग खाइ दला तू आखिर लुह पड़े जदी तार किछि परिवर्तन हेइ छांता तारे मो जीवन रो सब जगह लुह पड़े रे पड़े दियंती रे तू तते से लोका के दियंती नी अरे मां मु भाबिथिले लुगा पड़े तार परिवर्तन हेइ छै তোকে বাহাদাই তো জীবনটাকে নষ্ট করে দিয়েছে তো জীবনটাকে নষ্ট করে দিয়েছে আপন সেমিতি কাহি বুঝতে ভাগ্যের ଥିଲେ এমতি ଶାଶୁ ଘର ମୁଁ ଜାଣି ନଥିଲି ମୋ ପାଇଁ ଏମତି ଶାଶୁ ଘର ଅଛି ତମେ ମୋତେ ଆସିବ ମୁଁ ତାରି କଥା ଯେମିତି ଲାଗୁଛି ଏ ଘରେ ମୋ ପାଇଁ ଯଥେଷ୍ଟ ଭଲ ପାଇବା एमिति बहु भाई मो निज को धन्य मने करिछि एमिति गो कन्या भूमि भाग्य रे थिले रे ओ ओ कोनी अंतनी कांदी कांदी जो बेडरूम चली गली केवल तो बड़ भाई पाई मु सेदिनो ठार मना करूछि तू कोन मो କଥା सुनिलु कहिलु कोन ना बाहागर करे से परिवर्तन हे जीवो हेना परिवर्तन हेना तो अरे मो भूल चाहछि रे संपर्क मु भाबिथिली ताको विवाह करदेले से परिवर्तन होइछि तेरे सेटा पर मत अफा हेयंती भूली थांता पर सबुठु भलो होई थांता औ भाभी के किछि लाभ नाही देबो लेडी गुडा से कोहुनी को पैसा नाही अरे से तो चाहिए मो फैक्ट्री में मते सहायता करि पारि थांता सानो भाई रो फैक्ट्री रे कोन बड़ भाई अधिकार नाही अरे सेटा मनुष्य नुहरे ताको किए बुझेइबो पंडिता खाइबा को मिलिबो मां भारी भोक लागिलानी पंडिता खाइबा को मिलिबो एडा होटल ना उन्नत हसेबो जा खाइबा भाई घर भीतर चले आसिलो अरे संपर्क अरे एमिति कोन कथा करूछु अरे कोनी भोकिला लोक माने कोन एमिति कथा करती राती पाले घर हमर कांड बतन ये क्योंका संतरा में खाइबा नहीं अब ये कैसे खाइबा चुप कर कोची अरे चुप कर अरे मु देखो जे हिता तो गेला भूली गलोनी ए को अरे से तो कोन यार सब कथा कहती गला तू ता कथा धरी को नाई मां मो ताको कथा काहे की धरिबी खटी खाइबा को आसी डाक्टर को कथा धरिले मो कोन पेट पूरी जीवो कहबार बोले मु गोटा भूल कर रही मां घर बाहर रही मागिबा सीधा घर भीतर को चली आसी नहीं को बाबू देले देले मते दीटा धक्का देले बादल बादल अब आपण को रागटा भी शांत हो जिवो आ मो भूल पाए मते शास्ति मिल जिवो हेले बाबू भूली भूली ना मते भारी भोक लागिला घर बाहर रही डाकले के सुनिबो कि नाही सेति भाई घर भीतर को पसे आसिली ए बाबू कान धरुची बस उठबी होची आ केते बोकेरा तिले भी एमिति करिबी नी बाबू ए
ଦେଖ ଅନ୍ୟ ମନସ୍କରେ ମୁଁ କ'ଣ କିଛି କହିଦେଇଛି ଆଉ ସେଥିପାଇଁ ମଧ୍ୟ ମୁଁ ଅନୁତପ୍ତ। ବୋଉ ମୋ ଅଫିସ୍ ଯିବା ଟାଇମ୍ ହେଲାଣି, ମୁଁ ଆସୁଛି। ଏ ମା ଏ କ'ଣ ତମ ପୁଅ? ହଁ ରେ ପୁଅ, ଇଏ ହଉଛି ମୋ ସାନ ପୁଅ। ପୁଅ ନୁହେଁ ତ ହୀରା ଖଣ୍ଡେ। ହେଲେ ପୁଅ ଜାଣିଛୁ ତାରି ପାଇଁ ଆମର ଏ ଘର ଚଳେ। ଏ ବୁଝିଲ ମା, ମୋ ଘର ରାଜନପଲ୍ଲୀ। ଆଉ ମୁଁ ଗୋଟେ ଝିଅଟାକୁ ଭଲ ପାଉଥିଲି, ହେଲେ ତା ମାମୁଁ କହିଲା ବହୁତ ଟଙ୍କା ରୋଜଗାର କଲେ ମୋ ଭାଣିଜୀ ସହିତ ବାହା ଦେବି। ମୁଁ ଗାଁ ଛାଡ଼ି ସହରକୁ ଆସିଲି, ଆଉ ଏ ଦ୍ୱାର ସେ ଦ୍ୱାର ବୁଲି କାମ ଖୋଜିଲି, ହେଲେ ମତେ କେହି କାମ ଦେଲେନି ମା। ଆଉ ଯୋଉଠିକି ଯାଉଛି ଖାଲି ଚେକର ବେକର କରୁଛନ୍ତି। ଏ ମା ମୁଁ 4 ଦିନ ହେଲା କିଛି ଖାଇନି ମା। ଆରେ ତୁ ଜମା ବ୍ୟସ୍ତ ହନା, ମୁଁ ତତେ ଖାଇବାକୁ ଦେବି। ହେଲେ ପୁଅ ତୁ ପଖାଳ ଭାତ ଖାଇବୁ ତ? ଖାଇବି ମାନେ ମୁଁ ତ ସେୟା ଖୋଜୁଥିଲି, ହେଲେ ମା ପଖାଳ ସାଙ୍ଗରେ ଲଙ୍କା ଆଉ ଲୁଣ ଦିଟା ଖାଇବି ମା। ଆରେ ପୁଅ ତୋର ଘରେ ଆଉ ସବୁ କିଏ କିଏ ଅଛନ୍ତି? ମୋର କେହି ନାହାନ୍ତି ମା, ମୁଁ ଗୋଟେ ଅନାଥ। ଶୁଣିଛି ଛୋଟଟିଏ ହୋଇଥିଲି 2 ବର୍ଷର। ମୋ ବାପା ଆଉ ବୋଉ ଭଗ୍ନର ଯାତ୍ରାରେ ମତେ ହଜେଇ ଦେଇ ଚାଲିଗଲେ। ଆଉ ସେଦିନଠୁ ୟା ଘରେ ତା ଘରେ ବୋଲ କରି ଖାଇ ଏତେ ବଡ଼ ହୋଇଛି ମା। ଇଏ ଆମର ସେଇ ପୁଅ ନୁହଁ ତ? ଯୋଉ ପୁଅକୁ ଆମେ ଭଞ୍ଜନଗର ମେଳାରେ କ'ଣ ହଜେଇ ଦେଇଛୁ, ସେ କ'ଣ ଏତେ ବଡ଼ ହେଇଗଲାଣି? ଏ ମା କ'ଣ ଭାବୁଛ? ଯଦି ତମ ମନକୁ କିଛି ପସନ୍ଦ ଆସୁଛି ମତେ ପଚାରି ଦିଅ। ଏ କାହ୍ନା ନା ତା ପେଟରେ କିଛି ରଖେନି, ସବୁ କହିଦିଏ। ହେଲେ ମା କ'ଣ? ଗୋଟେ କଥା ପଚାରିବି? ଆରେ କ'ଣ ପଚାରିବୁ ପଚାରୁନୁ? ମୁଁ କ'ଣ ତମକୁ ଭଲ ଲାଗୁଛି? ଆରେ ପୁଅ, ଆରେ ତୁ ଏ କଥା ସବୁ କୋଉଠି ଶିଖିଲୁ ରେ? ଏ ମା ଆରେ ତୁ ଭଲ ଲାଗୁଛୁ କ'ଣ? ତୁ ଏଇ କିଛି କ୍ଷଣ ଭିତରେ ମୋ ମନଟାକୁ କିଣି ନେଇଛୁ। ଏ ମା ମତେ ତମ ଘରେ ରଖିବ? ଏ ମା ଆଖି ଚିହ୍ନୁଛି, ତମର କୌଣସି ଅନିଷ୍ଟ କରିବିନି। ତମେ ଯାହା କହିବ ମୁଁ ସେୟା କରିବି, ଆଉ ଦରକାର ପଡ଼ିଲେ ଏ ଘର ପାଇଁ ମୁଁ ଜୀବନ ଦେଇଦେବି। ହେଲେ ତୁ ଖଟିକି ଖାଇବି ମା, ଆଉ ବାହାରୁ କାମ କରି ଟଙ୍କା ଆଣି ତମକୁ ଦେବି। ତମେ ମୋର ମା ହବ। ସତ କହୁଛି ମା, ସମସ୍ତଙ୍କ ପାଟିରୁ ଦାରଦ ସମ୍ବୋଧନ ଶୁଣି ଶୁଣି ମୁଁ ପୁରା ଥକି ପଡ଼ିଲିଣି ମା। ଏ ମା ମୁଁ ତମ ମୁଣ୍ଡରେ ବୋଝ ହେବିନି ମା, ବରଂ ତମ ବୋଝକୁ ଏଇ କାଣ୍ଡରେ ହୋଇବି। ମନା କରନି ମା, ମତେ ଖାଲି ଟିକେ ପରିଚୟ ଦେଇଦିଅ। ହରେ ପୁଅ ତୁ ଜମା ବି ବ୍ୟସ୍ତ ହନି, ତୁ ମୋରି ଘରେ ରହିବୁ, ଆମ ପୁଅ ହେଇ ରହିବୁ। ସତ କହୁଛ ମା, ମୁଁ ତମ ପୁଅ ହେବି? ହରେ ପୁଅ ମୁଁ ସତ କହୁଛି। ହେଲେ ପୁଅ ତୁ ଆଗ ମତେ କଥା ଦେ, ତୁ ମତେ ଛାଡ଼ି କୁଆଡ଼େ ଚାଲିଯିବୁ ନା କଣ? କି କଥା କହୁଛ ମା? କୋଉ ପୁଅ କ'ଣ ତା ମାଆକୁ ଛାଡ଼ି ଦେଇ ଯାଇପାରେ? କାହ୍ନା ମୁଁ ତମକୁ ଛାଡ଼ି କୁଆଡ଼େ ବି ଯିବିନି ମା, ଏଠି ରହିବି। ଆରେ ସତରେ କାହ୍ନା ତୋ ଭଳି ପୁଅକୁ ପାଇଁ ମୁଁ ଆଜି ଧନ୍ୟ ହେଇଯାଇଛି। ଏ ମା କ'ଣ? ମୁଁ ତମକୁ କଥା ଦଉଛି ମା, ତମକୁ ଛାଡ଼ି ମୁଁ କୁଆଡ଼େ ବି ଯିବିନି। ହେଲେ ଦେଖୁନ ଭାରି ଜୋରରେ ଭୋକ ଲାଗୁଥିଲା, ତମ ସହ କଥା ହଉ ମୋ ଭୋକଟା କୁଆଡ଼େ ଉଠେଇ ଗଲାଣି। ହଁ ଦେଖିଲୁ କି କୋଡ଼ା ମନ କର, ମୁଁ ତୋ ସହିତ କଥା ହଉ ତୁ
ବସିଥା ମୁଁ ତୋ ପାଇଁ ଖାଇବା ବ୍ୟବସ୍ଥା କରୁଛି ଚାଲ ମଣିଷକୁ ଟିକେ ଶାନ୍ତି ମିଳିଲା ମତେ ଆଉ ଏଠିକି ସେଠିକି ବୁଲିବାକୁ ପଡ଼ିବନି ସେ ହୋଟେଲ ବାଲାଟା ଭାରି ଠକ ଶଳା ମତେ ସେଟା ପାଣି ହୁଆଇଲା ହେଲେ ଖାଇବାକୁ ଦେଲେ ତ ମୋ ପେଟ ପୁରିଲାନି ଆଉ ଯାହାକୁ କେତେ ନେଉରା ହେଲି ମତେ କେହି ଘରେ କି ଦୋକାନରେ ରଖିଲେନି ହେଲେ ଏ ମା କେତେ ଭଲ ମୋ କଥା ଶୁଣୁ ଶୁଣୁ ତା ଆଖିରୁ ଲୁହ ଆସିଗଲା ଆଉ ଏ ପରିଚୟ ବିହୀନ ପିଲାଟାକୁ ଗୋଟେ ପରିଚୟ ଦେଇଦେଲା ମୁଁ ଏ ମାଆକୁ ଛାଡ଼ି କୁଆଡ଼େ ବି ଯିବିନି ମୁଁ ଏଇଠି ରହିବି ଖାଇବା ରହିଲା ଖାଇଦେବେ ହଁ ସେଥିପାଇଁ କଣ ଏତେ ସୁନ୍ଦର ବର ମୁଁ ଦେଇପାରିଥାନ୍ତି ତୁ ଯାହା କରିଛୁ ଭଲ କରିଛୁ ବହୁତ ଭଲ କରିଛୁ ତୁ କଣ ଏଇଠି ରହିବୁ ହଁ ମୋ ମାଆକୁ ମୁଁ କଥା ଦେଇଛି ମୁଁ ତାକୁ ଠକି ଯାଇପାରିବିନି ଗୋଟେ ଘରେ ଗୋଟେ ଛାତ ତଳେ ରାତି ପାଇଲେ ମୁଁ ତୁମ ମୁଖକୁ ଦେଖିବି ମୁଁ ନିଜକୁ କେବେ ସହ୍ୟ କରିପାରିବିନି आगे जेलेंद्र चालू करने वाला खुशी देखे एत दिन पर तो सहित देखा मैंने आज से पकड़ मत तू मत खुआई दबू हाँ तू खुआई दबू आगे मत सुजोग मिल कि ना मुझे जानी आज मो राधा से पकड़ मत खाई राधा तमें कांदुच तमें एमती कांदिले लोक मैंने कौन कहे कहला लोक मैंने कहे